ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗାରମନ୍ଦା ପଞ୍ଚାୟତ ଅନ୍ତର୍ଗତ କୟକଣ୍ଡା ଗ୍ରାମର ଭେଙ୍କଟେଶ୍ୱର ସବରଙ୍କ ଅମଳ ଧାନ କଳାରେ ଲାଗିଲା ନିଆଁ। ଫଳରେ 50 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବଳକା ଧାନ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ଭେଙ୍କଟେଶ୍ୱର ଆଜି ସକାଳ 11 ଘଣ୍ଟା ପର୍ଯ୍ୟନ୍ତ ନିଜ ଧାନ କଳାରେ ଉପସ୍ଥିତ ଥିଲେ। ତେବେ ଏହାପରେ ସେ ଗାଧୋଇବାକୁ ଯାଇଥିଲେ। ଅଧଘଣ୍ଟା ପରେ ପୁଣି ନିଜ ଖଳାକୁ ଆସି ଦେଖିବା ବେଳେ ଅମଳ ଧାନ ଗଦାରେ ନିଆଁ ଲାଗିଥିବାର ଦେଖିଥିଲେ। ତୁରନ୍ତ ଗାରବନ୍ଦା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପାହାଳଖୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ନିଆଁ ଆୟତ୍ତ ହୋଇନଥିଲେ ମଧ୍ୟ ପାହାଳଖୁଣ୍ଡି ଅଗ୍ନିଶମ ବାହିନୀର ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ସାହୁ, ରବୀନ୍ଦ୍ର ବେହେରାଙ୍କ ସହ ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ପୋଲିସ ଟିମ୍ ଓ ଗ୍ରାମବାସୀ ମିଶି ସମସ୍ତ ଧାନ ମଧ୍ୟରୁ ପ୍ରାୟ 20 ବସ୍ତା ପରିମାଣର ଧାନକୁ ବାହାର କରିଥିଲେ। ଅବଶିଷ୍ଟ 50 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପୋଡ଼ି ଯାଇଥିବା ସୂଚନା ରହିଛି। ଭେଙ୍କଟେଶ୍ୱର ଜଣେ ଭାଗ ଚାଷୀ। ତେବେ ବିଗତ ବର୍ଷ ମଧ୍ୟ ତାଙ୍କ ଖଳାରେ ନିଆଁ ଲାଗି ବହୁ ପରିମାଣର ଧାନ ନଷ୍ଟ ହୋଇଯାଇଥିଲା। ତେବେ ଚଳିତ ବର୍ଷ ମଧ୍ୟ ଏପରି ଧାନ ଖଳାରେ ନିଆଁ ଲାଗିଯାଇଥିବାରୁ କେହି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଉଥିବାର ଆଲୋଚନା ଜୋର ଧରିଛି। ଏନେଇ ଗାରବନ୍ଦା ଥାନାର ଦ୍ୱାରସ୍ଥ ହେବ ବୋଲି ଭେଙ୍କଟେଶ୍ୱର ଏବଂ ତାଙ୍କ ମା ପ୍ରକାଶ କରିଛନ୍ତି।